ଏବେ ବର୍ତ୍ତମାନ ବହୁତ ବଡ଼ ଗୋଟେ ଖୁସି ଖବର ଆସିଛି ଓଡ଼ିଶାର ସମସ୍ତ ଚାଷୀ ଭାଇ ଓ ଭଉଣୀମାନଙ୍କ ପାଇଁ। ଯେଉଁମାନେ ଆଗରୁ କାଳିଆ ଯୋଜନା ପାଉଥିଲେ ସେଇଟା ବର୍ତ୍ତମାନ ନାଁ ଚେଞ୍ଜ ହେଇକି ସିଏମ୍ କିଷାନ କରାଯାଇଛି। ଗତ ଥର ସେପ୍ଟେମ୍ବର 9 ତାରିଖ ଦିନ ସବୁ ଚାଷୀ ଭାଇ ଓ ଭଉଣୀମାନେ ସିଏମ୍ କିଷାନର 2000 ଟଙ୍କାଟି ପାଇଥିଲେ। ବର୍ତ୍ତମାନ ପ୍ରାୟ 7 ମାସ ହେଇଗଲାଣି ଚାଷୀ ଭାଇ ଓ ଭଉଣୀମାନେ ପଇସା ପାଇନାହାନ୍ତି। ସରକାର ବର୍ତ୍ତମାନ ଏହି ମାସରେ ପଇସା ଦେବାକୁ ଯାଉଛନ୍ତି ସିଏମ୍ କିଷାନର ସମସ୍ତ ଭାଇ ଓ ଭଉଣୀମାନଙ୍କୁ। ଯେଉଁ ଚାଷୀ ଭାଇ ଓ ଭଉଣୀମାନେ ସିଏମ୍ କିଷାନରେ KYC କରେଇ ନାହାନ୍ତି, ନିକଟସ୍ଥ ଜନସେବା କେନ୍ଦ୍ରକୁ ଯାଇକି ଆପଣମାନେ ସିଏମ୍ କିଷାନରେ KYC କରେଇ ନିଅନ୍ତୁ। ଏବଂ ତା ସହିତ ଯଦି ଆପଣମାନଙ୍କର କୃଷକ ଓଡ଼ିଶାରେ ରେଜିଷ୍ଟ୍ରେସନ କରିନାହାନ୍ତି ତାହେଲେ କୃଷକ ଓଡ଼ିଶାରେ ମଧ୍ୟ ରେଜିଷ୍ଟ୍ରେସନ କରେଇ ନିଅନ୍ତୁ। ଗତ ମାସର 24 ତାରିଖ ଦିନ ସବୁ ଚାଷୀ ଭାଇ ଓ ଭଉଣୀମାନଙ୍କୁ PM କିଷାନର 19ତମ କିସ୍ତି ମିଳିସାରିଛି। PM କିଷାନ ମିଳିବାର କିଛି ଦିନ ପରେ ସମସ୍ତଙ୍କୁ CM କିଷାନ ମଧ୍ୟ ମିଳେ। ତ ଆପଣମାନଙ୍କର CM କିଷାନରେ KYC ଅଛି କି ନାହିଁ ଯାଇକି ଚେକ୍ କରେଇ ନିଅନ୍ତୁ। ଯଦି ଯେଉଁ ଚାଷୀ ଭାଇ ଭଉଣୀମାନେ ଆଗରୁ ରେସନ କାର୍ଡ଼ ନଥିଲା ସେମାନେ ବର୍ତ୍ତମାନ ରେସନ କାର୍ଡ଼ ପାଇଛନ୍ତି, ଦୟାକରି ଆପଣ ନିକଟସ୍ଥ ଜନସେବା କେନ୍ଦ୍ରକୁ ଯାଇକି ଆପଣମାନେ PM ଓ CM କିଷାନ ରେଜିଷ୍ଟ୍ରେସନ କରେଇ ନିଅନ୍ତୁ। ଦେଖନ୍ତୁ, ସରକାର ପ୍ରତି 4 ମାସକୁ 6 ମାସକୁ ଥରେ PM କିଷାନ CM କିଷାନ ଦିଏ। ତ ଟୋଟାଲ ବର୍ଷକୁ 5ଟା କିସ୍ତି ଦିଏ। এইটি ବି ଆପଣ ଦେଖିପାରୁଥିବେ। CM କିଷାନ ଗ୍ରାମୀଣ ହିତାଧିକାରୀ ମାନଙ୍କୁ 4000 ଟଙ୍କା ଦିଆଯାଏ ଏବଂ ଗ୍ରାମୀଣ ସହର ହିତାଧିକାରୀଙ୍କୁ CM କିଷାନ 6000 ଟଙ୍କା ଦିଆଯାଏ। CM କିଷାନ ଯୋଜନା ଗ୍ରାମାଞ୍ଚଳର କ୍ଷୁଦ୍ର ଓ ନାମମାତ୍ର ଚାଷୀ 2ଟି ଫସଲ ଋତୁ ପାଇଁ ବାର୍ଷିକ 4000 ଟଙ୍କା ଏବଂ ସହରାଞ୍ଚଳ କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କ ପାଇଁ PM କିଷାନ ଯୋଜନାରେ ବାର୍ଷିକ 3ଟି କିସ୍ତି 6000 ଟଙ୍କା ହିସାବରେ 2ଗୋଟି ଯୋଜନାରୁ ସମୁଦାୟ ବାର୍ଷିକ 10,000 ଲାଭ ପାଇପାରିବେ। ଏଇଟା ପାଇବାକୁ ହେଲେ ଆପଣମାନଙ୍କର ରେସନ କାର୍ଡ଼ ଥିବା ଦରକାର। ଦେଖନ୍ତୁ, ମୁଁ ଆପଣଙ୍କୁ ଦେଖାଉଛି। ପଞ୍ଜୀକରଣ ଉପରେ କ୍ଲିକ୍ କରିବେ। କ୍ଲିକ୍ କଲେ ଆବଶ୍ୟକତା ଡକୁମେଣ୍ଟ ଦେଖନ୍ତୁ କ'ଣ କ'ଣ ମାଗୁଛି। ପ୍ରଥମତଃ ଆପଣଙ୍କର ଆଧାର କାର୍ଡ଼କୁ ମୋବାଇଲ ନମ୍ବର ଲିଙ୍କ ଥିବା ଦରକାର। ନଚେତ ଆପଣଙ୍କର ଆଧାର କାର୍ଡ଼ରେ ଯଦି ଆପଣମାନେ ମୋବାଇଲ ନମ୍ବର ଲିଙ୍କ କରିନାହାନ୍ତି ତାହେଲେ CSC କେନ୍ଦ୍ରକୁ ଯାଇ କିମ୍ବା ଜନସେବା କେନ୍ଦ୍ରକୁ ଯାଇକି ଆପଣମାନେ ସେଇଠି ବାୟୋମେଟ୍ରିକ୍ ମଧ୍ୟ ରେଜିଷ୍ଟ୍ରେସନ କରିବାକୁ ପଡ଼ିବ। ଆଉ ଗୋଟେ କଥା, ଆପଣମାନଙ୍କର ବ୍ୟାଙ୍କ ସହିତ DBT ଲିଙ୍କ ଥିବା ଦରକାର, ନହେଲେ ଆପଣମାନେ ଏଇଥିରେ ଆପ୍ଲାଏ କରିପାରିବେ ନାହିଁ। ତୃତୀୟତଃ ଆପଣଙ୍କର ରେସନ କାର୍ଡ଼ ଥିବା ଅତି ଆବଶ୍ୟକ। ଆଉ ଗୋଟେ କଥା ହେଲା ଆପଣମାନଙ୍କର ଲ୍ୟାଣ୍ଡ ରେଜିଷ୍ଟ୍ରେସନ ଅର୍ଥାତ୍ ଆପଣଙ୍କର ଜମି ଥିବା ନିହାତି ଆବଶ୍ୟକ। ଆଉ ଗୋଟେ ଆପଣଙ୍କର ଯେଉଁ ନମ୍ବର ଦେବେ CM/PM-ରେ ଆଗରୁ ସେଇ ନମ୍ବର ରେଜିଷ୍ଟ୍ରେସନ ନ ହେଇଥିବାକୁ ପଡ଼ିବ। ଏଇଟା ହେଲା କ୍ଷୁଦ୍ର ଓ ନାମମାତ୍ର ଚାଷୀମାନଙ୍କ ପାଇଁ ରେଜିଷ୍ଟ୍ରେସନ କରିବାର ପ୍ରୋସିଜର। ଯେଉଁମାନେ ଜମିହୀନ ସେମାନଙ୍କର ନାରେଗା ଜବ୍ କାର୍ଡ଼ ଥିବାର ଅଛି, ଥିଲେ ସେମାନେ এই ଯୋଜନାରେ ଲାଭ ପାଇପାରିବେ। ଫାର୍ମ ରେଜିଷ୍ଟ୍ରେସନ 2 ପ୍ରକାର ଅଛି। ଗୋଟେ 2 ହେକ୍ଟରରୁ ଯାହାର କମ୍ ଅଛି ସିଏ SMF-ରେ ଆପ୍ଲିକେସନ କରିପାରିବେ। ଆଉ ଯାହାର 2 ହେକ୍ଟରରୁ ଅଧିକ ଅଛି ସିଏ MLF-ରେ ଆପ୍ଲିକେସନ କରିପାରିବେ। ଯିଏ SMF କରିବ ସିଏ CM କିଷାନ ଓ PM କିଷାନ 2ଟି ଜାଗାର ଲାଭ ପାଇପାରିବ। ଯିଏ MLF କରିବ ସିଏ କେବଳ PM କିଷାନ ପାଇପାରିବ, ସିଏ CM କିଷାନ ପାଇପାରିବ ନାହିଁ। ଯଦି ଆପଣମାନଙ୍କୁ ମୋ ଭିଡ଼ିଓଟି ଭଲ ଲାଗିଥାଏ ତାହେଲେ ମୋ ଚ୍ୟାନେଲକୁ ସବସ୍କ୍ରାଇବ୍ ଟିକେ କରନ୍ତୁ, ଲାଇକ୍ ଗୋଟେ କରନ୍ତୁ ଏବଂ ମୋର ଦେଇଥିବା ତଥ୍ୟ ଯଦି ଆପଣମାନଙ୍କୁ ସାଟିସ୍ଫାଏ ଲାଗେ ତାହେଲେ ଆପଣମାନଙ୍କ ଫ୍ରେଣ୍ଡ ଓ ଫ୍ୟାମିଲିମାନଙ୍କ ସହିତ ଭିଡ଼ିଓଟି ସେୟାର କରନ୍ତୁ। ଜୟ ଜଗନ୍ନାଥ, ରହୁଛି। ପୁଣି ଦେଖା ହେବ ଆଉ ଗୋଟେ ଭିଡ଼ିଓରେ।